ମୋ ସ୍ୱାମୀ ବାହାରେ ରହୁଥିଲେ। ସେ ବିଦେଶରେ ରୁହନ୍ତି। ବର୍ଷେ କିମ୍ବା 1.5 ବର୍ଷ ପରେ ଥରେ ବୋଧେ ଘରକୁ ଆସନ୍ତି। କିନ୍ତୁ ସେ ଯେତେବେଳେ ବି ଘରକୁ ଆସନ୍ତି, ମୋ ସହିତ ଯେତେ ସେକ୍ସ କଲେ ମଧ୍ୟ ଆମର ପିଲାପିଲି କିଛି ହେଉନଥିଲା। ତେଣୁ ଆମେ 2 ଜଣ ବଡ଼ ଦୁଃଖରେ ଥିଲୁ। କିନ୍ତୁ ଥରେ କ'ଣ ଘଟିଲା ନା, ମୋ ଦିଅର ମୋତେ ଜୋର ଜବରଦସ୍ତ ମୋ ସହିତ ସେକ୍ସ କଲେ, ମୋତେ ପ୍ରେଗନେଣ୍ଟ ମଧ୍ୟ କରିଦେଲେ। ତ ତାପରେ କ'ଣ ସବୁ ଘଟଣା ଘଟିଲା, ଏସବୁ ବିଷୟରେ ମୁଁ ଆପଣମାନଙ୍କୁ ଡିଟେଲ୍ସ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋ ନାମ ହେଉଛି ରୋଜି। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ୍ ପ୍ରିୟା ଟ୍ୟୁବ୍ ଚ୍ୟାନେଲ୍। ଏହି ଚ୍ୟାନେଲରେ ଆପଣମାନେ ହଟ୍ ଡିଆଁ ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପିବେ, ଯାହାଫଳରେ ଆମ ଚ୍ୟାନେଲରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ଯିବ। ତ ଆସନ୍ତୁ ବର୍ତ୍ତମାନ ଜାଣିବା, ସ୍ୱାମୀ ଘରେ ନଥିବା ସମୟରେ ମୋତେ ଯେଉଁ ମୋର ଦିଅର ଗର୍ଭବତୀ କରାଇଲେ, ତାପରେ ଏସବୁ ଘଟଣା କିପରି ଘଟିଥିଲା ଏବଂ ତାପରେ କ'ଣ ସବୁ ଘଟିଲା, ସେ ବିଷୟରେ ମୁଁ ଡିଟେଲ୍ସ ଆପଣମାନଙ୍କୁ କହୁଛି। ମୋ ସ୍ୱାମୀ ବାହାରେ ରୁହନ୍ତି। ସେ ବର୍ଷେ କିମ୍ବା 1.5 ବର୍ଷକୁ ଥରେ ଘରକୁ ଆସନ୍ତି। ବିଦେଶରେ ରୁହନ୍ତି, ତେଣୁ ତାଙ୍କର ଆସିବା ସମୟ ବହୁତ ଲେଟ୍ ହୁଏ। କିନ୍ତୁ ସେ ଯେତେବେଳେ ବି ଘରକୁ ଆସନ୍ତି, ମୋ ସହିତ ବହୁତ ସମୟ ଧରି ସେକ୍ସ ବା ଗିଁ କରନ୍ତି। କିନ୍ତୁ କିଛି ବି ଲାଭ ହୁଏ ନାହିଁ, କାରଣ ମୋର ଆଜି ପର୍ଯ୍ୟନ୍ତ କୌଣସି ପିଲାପିଲି ହେଇନାହାନ୍ତି। ଆମେ ଏଥିପାଇଁ ଡକ୍ଟରଙ୍କ ସହିତ ବହୁତ ଥର ପରାମର୍ଶ ମଧ୍ୟ କରିଛୁ। ତ ପ୍ରୋବ୍ଲେମ୍ ଅଛି ମୋ ସ୍ୱାମୀଙ୍କ ପାଖରେ, ତେଣୁ ପିଲା ରହୁନଥିଲା। ଆମେ ବହୁତ ଦୁଃଖରେ ଥିଲୁ। ତାପରେ ସ୍ୱାମୀ ବିଦେଶକୁ ଚାଲିଗଲେ ଏବଂ ପାଖାପାଖି ବର୍ଷେ ହେଇଯିବ ସେ ଆସିନଥିଲେ। ଥରେ କ'ଣ ହେଇଛି ନା, ରାତିରେ ମୁଁ ଶୋଇଥିବା ସମୟରେ ହଠାତ୍ ମୋ ଦିଅର ମୋ ରୁମ୍ ଭିତରକୁ ପଶି ଆସିଲେ। ତ ସେଦିନର ଘଟଣା ହେଉଛି ଯେ, ମୋ ଶାଶୁ ଏବଂ ଶ୍ୱଶୁର ଏମାନେ ଘରେ କେହି ନଥିଲେ, ବନ୍ଧୁ ଘରକୁ ଯାଇଥିଲେ ଏବଂ ସନ୍ଧ୍ୟାବେଳେ ସେମାନେ ଫୋନ୍ କରି କହିଲେ ଯେ ଆମେ ଘରକୁ ଯିବୁ ନାହିଁ। ତେଣୁ ଆମେ ଘରେ ଏକୁଟିଆ ଥିଲୁ, ଦିଅର ଏବଂ ଭାଉଜ। ରାତ୍ରି ପାଖାପାଖି 10 କି 10:30 ହେବ। ମୋ ଦିଅର ନିଶା ପିଇ ଟଳମଳ ହୋଇ ଘର ଭିତରକୁ ପଶି ଆସିଲେ। ମୁଁ ଯେତେବେଳେ ତାଙ୍କର ଏପରି ଅବସ୍ଥାକୁ ଦେଖିଲି, ମୁଁ ପ୍ରଥମେ ଡରିଗଲି। ସେ କିନ୍ତୁ ନିଜକୁ ସଂଯତ କରି କଥାବାର୍ତ୍ତା ହେଉଥିଲେ। ସେ ଆସି ମୋ ପାଖରେ ବସି ପଡ଼ିଲେ ଏବଂ ଘର କଥା ଏବଂ ପିଲାପିଲି କଥା ଏସବୁ ବିଷୟରେ ଆଲୋଚନା କଲେ। ମୁଁ ତାଙ୍କୁ କହିଲି, ଦେଖ, ତୁମେ ବର୍ତ୍ତମାନ ବହୁତ ନିଶାରେ ଅଛ, ତେଣୁ ତୁମେ ଖାଇ ପିଇ ଯାଅ, ଶୋଇପଡ଼। ସେ କିନ୍ତୁ ଶୁଣିଲା ନାହିଁ। ଗୋଟିଏ ପରେ ଗୋଟିଏ କଥା ମୋ ସହିତ କହୁଥିଲା। ସେ ଅଟକି ଯାଉଥିଲା ସେ ପିଲାପିଲି କଥାରେ, ଯେ ଆଜି ଯାଏଁ ତୁମର ପାଖାପାଖି 3 ବର୍ଷ ହେବ ବାହାଘର ହେଲାଣି, କିନ୍ତୁ ପିଲାପିଲି କାହିଁକି ହେଉନାହିଁ। ମୁଁ ଶେଷରେ କହିଲି, ଦେଖ, ପ୍ରୋବ୍ଲେମ୍ଟି ତୁମ ଭାଇ ପାଖରେ ଅଛି, ତେଣୁ ପିଲାପିଲି ରହୁନାହିଁ। ସେ କହିଲେ, ତମର ତ କିଛି ପ୍ରୋବ୍ଲେମ୍ ନାହିଁ ନା। ମୁଁ କହିଲି, ନା। ତାପରେ ସେ କ'ଣ କଲେ ନା, ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ। ସିଧା ସେ ଉଠି ପଡ଼ିଲା ଏବଂ ଉଠି ପଡ଼ି ମୋତେ ଜାବୁଡ଼ି ଧରିଲା। ମୁଁ ତ କହିଲି, ଆରେ ଏସବୁ କ'ଣ ହେଉଛି? ସେ କହିଲା, ଦେଖ ଭାଉଜ, ଆମ ଘରକୁ ପିଲା ଆସିବା ନିହାତି ଦରକାର କରେ। ଯଦି ଭାଇର ଅସୁବିଧା ଅଛି ତ ମୁଁ ଟ୍ରାଏ କଲେ କ'ଣ ଅସୁବିଧା ହେବ? ମୁଁ କହିଲି, ତମେ କ'ଣ ପାଗଳ ହେଇଯାଇଛ? ମୁଁ ପରା ତମର ଭାଉଜ। ସେ କହିଲେ, ଦେଖ, ଯେତେବେଳେ ଅସୁବିଧା ପଡ଼ିଛି ସେତେବେଳେ ତମେ ସେ ଭାଉଜ, ସେ ଧର୍ମ ଏସବୁ ଗୁଡ଼ିକୁ ରଖ ନାହିଁ। ତେଣୁ ତମେ ଆଜି ମୋ ସହିତ ଡିଆଁ ହୁଅ
ଦେଖିବ ପିଲା ନିଶ୍ଚିତ ଭାବରେ ରହିଯିବ। ଏଇ କଥା କହି ସିଏ ନିର୍ଦ୍ଧୁମ ଭାବରେ ତାର ଦୁଇ ହାତରେ ପଛପଟରୁ ମୋତେ ଧରି ମୋ ଦୁଇଟି ବଡ଼ ବଡ଼ ଦୁଧକୁ ଚିପିବାକୁ ଲାଗୁଥିଲା ଏବଂ ମୋ ଗାଲରେ ବାରମ୍ବାର କିସ୍ ଦେଇ ଚାଲିଥିଲା। କିଛି ସମୟ ଏମିତି କିସ୍ ଦିଆଦେଇ ଏବଂ ଦୁଧ ଚିପାଚିପି କରିସାରିଲା ପରେ ମୁଁ ମଧ୍ୟ ଆସ୍ତେ ଆସ୍ତେ ତାଙ୍କ ପାଖରେ ଦୁର୍ବଳ ହୋଇ ପଡ଼ିଲି। କାରଣ ବହୁତ ଦିନ ଧରି ମୁଁ ମଧ୍ୟ ସେକ୍ସ ବା ଗିଆଁ ଗିଁ କିଛି ବି କରିନଥିଲି। ତେଣୁ ସେ ଯେତେବେଳେ ମୋତେ କୁଣ୍ଢାଇ ଧରି ଏମିତି କିସ୍ କରୁଥିଲେ ଏବଂ ମୋର ଦୁଧକୁ ଚିପୁଡ଼ୁଥିଲେ ତ ମୋର ମଧ୍ୟ ଗିଆଁ ଖାଇବାକୁ ପ୍ରବଳ ଇଚ୍ଛା ହେଇଗଲା। ମୁଁ ଆଉ ବେଶୀ ବିରୋଧ କଲି ନାହିଁ। ପାପ ପୁଣ୍ୟ ଏସବୁ ବିଚାର କରିବା ଶକ୍ତି ସେତେବେଳେ ମୋ ପାଖରେ ଦୂରେଇ ଗଲା। ମୁଁ ଆଉ ବିରୋଧ କଲି ନାହିଁ, ଧିରିକିନା ଶୋଇପଡ଼ିଲି। ସେ ମଧ୍ୟ ଏଥିରେ ଫାଇଦା ଉଠାଇଲେ। ଆସ୍ତେ କିନା ସେ କ'ଣ କଲେ ନା ମୁଁ ପିନ୍ଧିଥିବା ମୋର ସବୁ କପଡ଼ାକୁ ଖୋଲିଦେଲେ ଏବଂ ନିଜେ ମଧ୍ୟ ତାଙ୍କ କପଡ଼ାକୁ ଖୋଲିଦେଲେ। ଆମେ ଦୁଇ ଜଣ ପୁରା ଉଲଗ୍ନ ହେଇଗଲୁ। ବାସ୍ ତାପରେ କାମ ଆରମ୍ଭ ହେଲା। ସେ ପ୍ରଥମେ ମୋ ଦୁଧକୁ ତାଙ୍କ ପାଟିରେ ଚୁଚୁମିବାକୁ ଲାଗିଲେ। ବେଶ କିଛି ସମୟ ମୋ ଦୁଧକୁ ସେ ଚିପୁଡ଼ି ସାରିଲା ପରେ ଆସ୍ତେ ଆସ୍ତେ ସେ କ'ଣ କଲେ ନା ମୋ ପେଟକୁ କିସ୍ କରିବାକୁ ଲାଗିଲେ। ତାପରେ ତଳକୁ ତଳକୁ ଚାଲିଲେ। ମୋର ଦୁଇ ଜଙ୍ଘରେ ତାଙ୍କ ମୁଣ୍ଡ ପୁରାଇ ଜିଭ ଦ୍ୱାରା ସେ ମୋ ବିଆକୁ ଚାଟିବାକୁ ଲାଗିଲେ। ପାଖାପାଖି 4ରୁ 5 ମିନିଟ୍ ପର୍ଯ୍ୟନ୍ତ ସେ ସେମିତି ଚାଟି ଚାଲିଲେ। ସେତେବେଳକୁ ମୁଁ ପୁରା ପାଗଳି ଭଳି ହେଇଯାଇଥିଲି। ମୁଁ ଗିଆଁ ଖାଇବାକୁ ସେତେବେଳକୁ ବ୍ୟସ୍ତ ହେଇପଡ଼ିଥିଲି। ତେଣୁ ତାଙ୍କୁ କହିଲି, ତମେ ଆଉ ମୋତେ କଷ୍ଟ ଦିଅନି। ଯାହା କରିବା କଥା ତମେ ଶୀଘ୍ର ଶୀଘ୍ର କର। ସେ କହିଲେ, ତମେ କାହିଁକି ବ୍ୟସ୍ତ ହେଉଛ ଭାଉଜ? ଘରେ ତ କେହି ନାହାନ୍ତି, ରାତି ସାରା ଅଛି। ତେଣୁ ମୁଁ ଆଜି ତୁମକୁ ଗେହିଁ ତମ ବିଆକୁ ପୁରା ଦରଜ କରିଦେବି। ଏହି କଥା କହି ସେ କ'ଣ କଲେ ନା ତାଙ୍କର ଲମ୍ବା ବାଣ୍ଡୁଟିକୁ ମୋ ହାତରେ ଧରାଇଲେ ଏବଂ କହିଲେ, ଏହାକୁ ତମେ ଟିକେ ଭଲ ଭାବରେ ହଲାଅ। ମୁଁ ମଧ୍ୟ ସେୟା କଲି। ଆଗେ ହାତରେ ସେ ବାଣ୍ଡୁଟିକୁ ଧରି କିଛି ସମୟ ହଲାଇଲି। ତାପରେ ପାଟିରେ ନେଇ ତାକୁ ଚୁଚୁମିଲି। କିଛି ସମୟ ଚୁଚୁମି ସାରିଲା ପରେ ସେ କ'ଣ କଲେ ନା ମୋର ଦୁଇ ଗୋଡ଼କୁ ଟେକି ତାଙ୍କର ଲମ୍ବା ବାଣ୍ଡକୁ ମୋ ବିଆ ଭିତରେ ପଶାଇଲେ। ବେଶ 15ରୁ 20 ମିନିଟ୍ ଧରି ସେ ଗେହିଁ ଚାଲିଲେ। କିଛି ସମୟ ଗେହିଁ ସାରିଲା ପରେ ସେ କହିଲେ, ତୁମେ ପେଟେଇ ପଡ଼। ମୁଁ ତୁମକୁ ପଛ ପଟରୁ କୁକୁର ଭଳି ଗେହିବି। ମୁଁ ମଧ୍ୟ ସେୟା କଲି। ମୁଁ ସେଇ ବିଛଣା ଉପରେ ପେଟେଇ ରହିଲି ଏବଂ ସେ ମୋ ଗାଣ୍ଡି ପଛ ଦେଇ ମୋ ବିଆ ଭିତରେ ତାଙ୍କର ବାଣ୍ଡକୁ ପୁଣି ପଶାଇଲେ। ପୁଣି କିଛି ସମୟ ସେମିତି କଚ୍ କଚ୍ ଖପ୍ ଖପ୍ କରି ଗେହିଁ ଚାଲିଲେ। ଏମିତି ଗିଆଁ ଗିଇଁ ହେଉଥିବା ସମୟରେ ତାଙ୍କ ବାଣ୍ଡରୁ ସବୁ ରସ ବାହାରିଗଲା ଏବଂ ସେଇ ସବୁ ରସ ଗୁଡ଼ିକ ମୋ ବିଆ ଭିତରେ ରହିଗଲା। ତାପରେ ସେ ମୋ ଉପରୁ ଉଠି ପଡ଼ିଲେ ଏବଂ ନିଜର ଲୁଗାପଟା ସଜାଡ଼ି ନେଲେ। ତାପରେ କହିଲେ, ଭାଉଜ ତମେ ଟିକେ ରେଷ୍ଟ ନିଅ। ମୁଁ ପୁଣି ଅଧଘଣ୍ଟା ପରେ ତମକୁ ଆଉ ଥରେ ଗେହିବି। ମୁଁ ସେତେବେଳକୁ ଶାନ୍ତିରେ ଶୋଇପଡ଼ିଲି। ପାଖାପାଖି ଅଧଘଣ୍ଟା ଯାଇଛି। ପୁଣି ସେ ମୋ ବିଛଣାକୁ ଆସିଲେ। ମୋତେ ପୁଣି କଣ୍ଢାଇଲେ ଏବଂ କିଛି ସମୟ ପରେ ତାଙ୍କର ବାଣ୍ଡ ପୁରା ଷ୍ଟ୍ରଙ୍ଗ ହେଇଗଲା। ପୁଣି ସେ ମୋତେ ଗେହିବାକୁ ଲାଗିଲେ। ଏଥର କିନ୍ତୁ ସେ ବହୁତ ସମୟ ଧରି ଗେହିଲେ। ପାଖାପାଖି ଘଣ୍ଟାଏ ଧରି ସେ ମୋତେ ଗେହିଁ ଚାଲିଲେ। ତାପରେ ପୁଣି ସେମିତି ତାଙ୍କ ବାଣ୍ଡରୁ ବାହାରୁଥିବା ରସକୁ ମୋ ବିଆ ଭିତରେ ପୁଣି ଛାଡ଼ିଦେଲେ। ଏମିତି ଆମେ ସେଦିନ ରାତିରେ 2 ଥର ଗିଆଁ ଗିଇଁ ହେଇଥିଲୁ। ତାପରେ ପାଖାପାଖି 8 କି 10 ଦିନ ଯାଇଛି। ହଠାତ୍ ମୁଁ ଅନୁଭବ କଲି
ମୁଁ ପ୍ରେଗନେଣ୍ଟ ହେଇଛି। ତେଣୁ ଏ କଥା ମୁଁ କାହାକୁ କହିବି? ସ୍ୱାମୀ ତ ଘରେ ନାହାନ୍ତି। ଏ କଥା ଯଦି ଶାଶୁ ଶ୍ୱଶୁର ଜାଣିବେ ତେବେ ମୋର ଅବସ୍ଥା କ'ଣ ହେବ? ପୁଣି ମୋ ସ୍ୱାମୀ ଯେତେବେଳେ ଏ କଥା ଜାଣିବେ ସେତେବେଳେ ମୁଁ କ'ଣ କରିବି? ଏମିତି ବ୍ୟସ୍ତ ହୋଇପଡ଼ିବି। କିନ୍ତୁ ପ୍ରେଗନେଣ୍ଟ ହେଇଥିବା ଯୋଗୁଁ ମୁଁ ଯେତିକି ଖୁସି ହେଉଥିଲି ତାଠୁ ଅଧିକ ଦୁଃଖ ପାଉଥିଲି ପରବର୍ତ୍ତୀ ଘଟଣାକୁ ଭାବି ସାରିଲା ପରେ। ଏମିତି 2-3 ଦିନ ମନ ଦୁଃଖରେ ରହି ସାରିଲା ପରେ ହଠାତ୍ ଦିନେ ମୋ ଶାଶୁ ମୋତେ ପଚାରିଲେ। ମୁଁ ତାଙ୍କ ପାଖରେ ସତ କଥା କହିଦେଲି ଯେ ତମ ସାନ ପୁଅ ମୋତେ ଜୋର ଜବରଦସ୍ତରେ ହିଁ ମୋର ଏପରି ଅବସ୍ଥା କରିଛନ୍ତି। ଶାଶୁ କିଛି ସମୟ ଚୁପ୍ ହେଇ ବସିଲେ। ତାପରେ କହିଲେ, ଦେଖ, ଏଥିରେ କିଛି ବି ଅସୁବିଧା ନାହିଁ। ତମର ପିଲାପିଲି ହେଉନଥିଲା। ଆମ ପରିବାରକୁ ଗୋଟିଏ ଛୋଟ ପିଲା ଆସିପାରୁନଥିଲା। ତେଣୁ ବାହାର ଲୋକ ଯଦି କେହି ତୁମକୁ କେହି ପିଲା ଦେଇଥାନ୍ତା ତେବେ ଆମେ ମନ ଦୁଃଖ କରିଥାନ୍ତୁ। ଇଏ ତ ତମ ଦିଅର ବାଣ୍ଡର ଫଳ। ତେଣୁ ସେଇ ଅସୁବିଧା କିଛି ନାହିଁ। ତମେ ମନ ଦୁଃଖ କର ନାହିଁ। ମୁଁ ତାଙ୍କୁ କହିଲି, ତମ ପୁଅ ଯେତେବେଳେ ଏ କଥା ଜାଣିବେ ସେତେବେଳେ କ'ଣ ହେବ? ସେ କହିଲେ, ତମେ ସେ କଥା ଚିନ୍ତା କର ନାହିଁ। ପୁଅ କଥା ମୁଁ ବୁଝିବି। ତାପରେ କ'ଣ ସବୁ ଘଟିଲା, କ'ଣ ସବୁ ହେଇଥିଲା ସେ ବିଷୟରେ ମୁଁ ପରବର୍ତ୍ତୀ ଭିଡ଼ିଓରେ ଆପଣମାନଙ୍କୁ କହିବି। ବର୍ତ୍ତମାନ ଏ ଭିଡ଼ିଓଟି ବହୁତ ଲମ୍ବା ହେଇଯାଉଛି। ତେଣୁ ଆପଣମାନଙ୍କର ଭଲ ପାଇବା ଯଦି ମୋ ପ୍ରତି ରୁହେ ତେବେ ଏହାର ସେକେଣ୍ଡ ପାର୍ଟଟି ମୁଁ ଖୁବ୍ ଶୀଘ୍ର ଆପଣଙ୍କ ପାଖକୁ ପଠାଇବି। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।